ଶିବଲିଙ୍ଗରେ ଚଢ଼ାଯାଇଥିଲା ମାଂସ। ଆପଣମାନଙ୍କୁ ଶୁଣିଲା ପରେ ଆଶ୍ଚର୍ଯ୍ୟ ଲାଗୁଥିବ। ହଁ ସାଙ୍ଗମାନେ, ଏହା ହେଉଛି ସମ୍ପୂର୍ଣ୍ଣ ଭାବରେ ସତ କଥା। ଗୋଟିଏ ସମୟରେ ପ୍ରଭୁଙ୍କ ଶିବଲିଙ୍ଗ ଉପରେ ତାଙ୍କର ଜଣେ ଭକ୍ତ ମାଂସ ଭୋଗ ଲଗେଇଥିଲେ। ଯେତେବେଳେ ଭକ୍ତ ମାଂସ ଚଢ଼େଇଥିଲେ ପ୍ରସାଦରେ, କ'ଣ ଚମତ୍କାର ଘଟିଥିଲା ଜାଣିବା ଆମେ ଆଜିର ଏଇ ଭିଡ଼ିଓ ମାଧ୍ୟମରେ। ତ ଚାଲନ୍ତୁ ସାଙ୍ଗମାନେ, ଆଜିର ଭିଡ଼ିଓଟି ଆରମ୍ଭ କରିବା। ସାଙ୍ଗମାନେ, ଏହି ଦୁନିଆରେ ଅଧିକାଂଶ ଶିବ ଭକ୍ତ ରହିଛନ୍ତି। ଶିବ ହେଉଛନ୍ତି ଜଣେ ଏପରି ଭଗବାନ ଯିଏ ବହୁତ ଶୀଘ୍ର ଭକ୍ତମାନଙ୍କର ଇଚ୍ଛାକୁ ପୂରଣ କରିଥାନ୍ତି। ଭକ୍ତମାନେ ଶିବଙ୍କୁ ପ୍ରସନ୍ନ କରିବା ପାଇଁ ଶିବଲିଙ୍ଗରେ ଜଳ, କ୍ଷୀର ଓ ଫୁଲ ଅର୍ପଣ କରିଥାନ୍ତି। ହେଲେ ସାଙ୍ଗମାନେ, ଶିବଙ୍କର ଜଣେ ଏପରି ଭକ୍ତ ଥିଲେ ଯିଏକି ଶିବଲିଙ୍ଗରେ ମାଂସ ପ୍ରସାଦ ଚଢ଼ାଇଥିଲେ। ଏମିତି କରିବା ଦ୍ୱାରା ଭଗବାନ ଶିବ ତାଙ୍କ ସହ କ'ଣ କରିଲେ, ଆସନ୍ତୁ ଜାଣିବା ଭଲ ଭାବରେ। ସାଙ୍ଗମାନେ, ଲୋକପ୍ରିୟ କଥା ଅନୁସାରେ ଥିମନ ନାମକ ଜଣେ ଶିକାରୀ ଥିଲେ। ଦିନେ ସେ ଶିକାର କରିବା ପାଇଁ ଜଙ୍ଗଲକୁ ଗଲା। ସେହି ସ୍ଥାନରେ ତାକୁ ଏକ ମନ୍ଦିର ମିଳିଲା, ଯେଉଁଠି ଏକ ଶିବଲିଙ୍ଗ ମଧ୍ୟ ଥିଲା। ଶିବଲିଙ୍ଗ ଦେଖି ଥିମନଙ୍କ ମନରେ ଶିବଙ୍କ ପ୍ରତି ଭଲ ପାଇବା ବଢ଼ି ଯାଇଥିଲା ଓ ଶିବଲିଙ୍ଗରେ ସେ କିଛି ଅର୍ପଣ କରିବ ବୋଲି ମନରେ ଭାବିଥିଲା। କିନ୍ତୁ ସେ ଜାଣିପାରିଲା ନାହିଁ ଯେ କ'ଣ ଲିଙ୍ଗରେ ଅର୍ପଣ କରିବା ଉଚିତ ହୋଇଥାଏ, କାରଣ ଥିମନ ପୂଜାପାଠ ଓ ଶାସ୍ତ୍ର ବିଷୟରେ କୌଣସି କଥା ଜାଣିନଥିଲା। ଏହାପରେ ସେ ନିଜ ପାଖରେ ରଖୁଥିବା ମାଂସକୁ ଶିବଲିଙ୍ଗରେ ଅର୍ପଣ କରିଦେଲା ଓ ଖୁସି ହୋଇ ଚାଲିଗଲା। ସେ ଭାବିଲା ଯେ ସେହି ମାଂସ ଖଣ୍ଡକୁ ଭଗବାନ ଶିବ ସ୍ୱୀକାର କରିଦେଲେ। ସାଙ୍ଗମାନେ, ସେହି ମନ୍ଦିରରେ ଏକ ବ୍ରାହ୍ମଣ ଆସି 15 ଦିନକୁ ଥରେ ପୂଜା କରୁଥିଲେ, କାରଣ ମନ୍ଦିରଠାରୁ ବ୍ରାହ୍ମଣଙ୍କ ଘର ବହୁତ ଦୂରରେ ଥିଲା। ହେଲେ ତା ପରଦିନ ବ୍ରାହ୍ମଣ ମନ୍ଦିର ଆସିଥିଲେ ଓ ମାଂସକୁ ଦେଖି ସେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ଏହାପରେ ସେ ମନ୍ଦିରକୁ ସଫା କରି ପୂଜାପାଠ କରି ସ୍ୱଚ୍ଛ କରିଦେଇଥିଲେ। ଏହାପରେ ତା ପରଦିନରେ ପୁଣି ଥିମନ ଆସି ମାଂସ ଚଢ଼ାଇଲେ ଓ ନିଜ ମନର କଥା ଶିବଙ୍କୁ ଜଣାଇଲେ। ଏହା ପରଦିନ ସେ ଶିବଲିଙ୍ଗକୁ ସଫା କରିବା ପାଇଁ ଇଚ୍ଛା କରିଲା, ହେଲେ ସେ ଝରଣାରୁ ପାଣି କେମିତି ଆଣିବ ଜାଣିପାରିଲା ନାହିଁ। ଏହାପରେ ସେ ନିଜ ପାଟିରେ ପାଣି ଆଣି ଶିବଲିଙ୍ଗକୁ ସଫା କରିଲା। ଏହା ପରଦିନରେ ଯେତେବେଳେ ପୁଣି ବ୍ରାହ୍ମଣ ଆସିଲେ, ସେତେବେଳେ ସେ ରାଗିଗଲେ ଓ ଜାଣିଦେଲେ ଏହା କୌଣସି ବନ୍ୟଜନ୍ତୁର କାମ ନୁହେଁ, ଏହା କୌଣସି ମନୁଷ୍ୟର କାମ, ଏହା କୌଣସି ଜଣେ ଦୁଃସାହସ କରୁଥିବା ମନୁଷ୍ୟର କାମ। ଏହାପରେ ବ୍ରାହ୍ମଣ ଜଣକ ପୁଣି ଶିବଲିଙ୍ଗକୁ ସଫା କରି ପୂଜାପାଠ କରିଥିଲେ ଓ ସ୍ୱଚ୍ଛ କରିଥିଲେ। ଏହାପରେ ପୁଣି ଯେବେ ବ୍ରାହ୍ମଣ ମନ୍ଦିରକୁ ଆସିଲେ, ସେତେବେଳେ ଲିଙ୍ଗରେ ମାଂସ ଅର୍ପଣ ହୋଇଥିବାର ଦେଖି କାନ୍ଦିଥିଲେ। ବ୍ରାହ୍ମଣ ଜଣକ ସେହି ସମୟରେ ଶିବଙ୍କୁ ପଚାରିଥିଲେ, ହେ ପ୍ରଭୁ, ଆପଣ କାହିଁକି ଏତେ ଅପମାନ ସହ୍ୟ କରୁଛନ୍ତି? କ'ଣ ପାଇଁ ଆପଣଙ୍କ ଉପରେ ଯିଏ ମାଂସ ଅର୍ପଣ କରୁଛି ତାକୁ ଆପଣ ଦଣ୍ଡ ଦେଉନାହାନ୍ତି? ଆପଣ କ'ଣ ପାଇଁ ନୀରବ ଅଛନ୍ତି? ଏମିତି କିଛି ପ୍ରଶ୍ନ କରିଥିଲେ ବ୍ରାହ୍ମଣ ପ୍ରଭୁଙ୍କ ଲିଙ୍ଗକୁ ଦେଖିକି। ସେହି ସମୟରେ ଶିବଲିଙ୍ଗରୁ ଏକ ଶବ୍ଦ ଆସିଲା ଯେ, ହେ ବ୍ରାହ୍ମଣ, ତମେ ଯାହାକୁ ଅପମାନ କହୁଛ ତାହା ମୋର ଏକ ଭକ୍ତର ଅର୍ପଣ ଅଟେ। ଯଦି ତମେ ସେହି ଭକ୍ତର ଭକ୍ତି ଦେଖିବାକୁ ଚାହୁଁଛ, ତାହେଲେ ତମେ ଲୁଚିଯାଅ, ସେ ବର୍ତ୍ତମାନ ତୁମ ସାମ୍ନାକୁ ଆସିଯିବ। ଏହାପରେ ବ୍ରାହ୍ମଣ ଏକ ଘାସ ବୁଦାରେ ଲୁଚିଗଲେ। କିଛି ସମୟ ପରେ ଥିମନ ଆସି ଶିବଲିଙ୍ଗରେ ମାଂସ ଓ ଜଳ ଅର୍ପଣ କରିଲେ। ହେଲେ ସେହି ସମୟରେ ଥିମନ ଦେଖିଲେ ଶିବଲିଙ୍ଗର ଗୋଟେ ଆଖିରୁ ରକ୍ତ ବାହାରୁଛି। ଏହା ଦେଖି ଥିମନ ନିଜର ଗୋଟିଏ ଆଖିକୁ ବାହାର କରି ଶିବଲିଙ୍ଗରେ ଲଗାଇଦେଲେ
ଏହାପରେ ଶିବଲିଙ୍ଗର ଦ୍ୱିତୀୟ ଆଖିରୁ ମଧ୍ୟ ରକ୍ତ ବାହାରିବାକୁ ଲାଗିଲା, ଯାହାକୁ ଦେଖିବା ପରେ ଥିମନ ନିଜ ଗୋଡ଼କୁ ଶିବଲିଙ୍ଗ ଉପରେ ରଖି ନିଜ ଦ୍ୱିତୀୟ ଆଖିକୁ କାଢ଼ିବାକୁ ଲାଗିଲେ। କାରଣ ଯେତେବେଳେ ସିଏ ଦ୍ୱିତୀୟ ଆଖିକି କାଢ଼ିଦେବେ ସେତେବେଳେ ସିଏ ଜାଣିପାରିବେ ନାହିଁ, ସିଏ ଆଉ ଦେଖିପାରିବେ ନାହିଁ କି କେଉଁ ଜାଗାରେ ପ୍ରଭୁଙ୍କର ଆଖିଟି ଅଛି ଆଉ କେଉଁ ଜାଗାରେ ମୁଁ ପ୍ରଭୁଙ୍କର ଆଖିଟିକୁ ନେଇ ଲଗେଇବି। ସେଥିପାଇଁ ସେ ଶିବଙ୍କର ଲିଙ୍ଗ ଉପରେ ଗୋଡ଼ଟିକୁ ରଖିଦେଲେ। ଯଦି ସେ ଗୋଡ଼ ନ ରଖିବେ ତାହେଲେ ସେ ଲିଙ୍ଗକୁ ଦେଖିପାରିବେ ନାହିଁ। ଏହା ଦେଖିବା ପରେ ଶିବ ସେହି ସମୟରେ ଥିମନଙ୍କୁ ଦର୍ଶନ ଦେଇଥିଲେ ଓ ତାଙ୍କ ଆଖି ଫେରି ଆସିଥିଲା। ଏହା ଦେଖି ବ୍ରାହ୍ମଣ ଜଣକ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ଶିବଙ୍କୁ ଦେଖି ଥିମନ ଶିବଙ୍କର ପାଦ ତଳେ ପଡ଼ିଯାଇଥିଲା ଓ ଶିବ ଥିମନଙ୍କ ଭକ୍ତିରେ ପ୍ରସନ୍ନ ହୋଇ କେତେକ ଆଶୀର୍ବାଦ ଦେଇଥିଲେ। ସାଙ୍ଗମାନେ, ଯଦି ଆମର ଭକ୍ତି ଭଲ ଥିବ, ଯଦି ଆମେ ଭଗବାନଙ୍କୁ ମନରୁ ଭକ୍ତି କରୁଥିବା, ତାହେଲେ ଆମ ମନସ୍କାମନା ନିଶ୍ଚିତ ଭାବରେ ପୂର୍ଣ୍ଣ ହେବ। ଭଗବାନ ଆମକୁ ନିଶ୍ଚିତ ଭାବରେ ଦେଖାଦେବେ। କିନ୍ତୁ ଆମ ମନରେ ବହୁତ ସାରା ପାପ ରହୁଛି, ଯାହାଦ୍ୱାରା କି ଆମେ ଭଗବାନଙ୍କୁ ଦେଖିପାରୁନି କି ଭଗବାନ ଆମ କଥାକୁ ଶୁଣୁନାହାନ୍ତି। ଆମେ ଭାବୁଛେ ଭଗବାନ ପଥର ହୋଇଗଲେଣି, ଭଗବାନଙ୍କ ଆଉ କିଛି ବି ନାହିଁ। ଭଗବାନଙ୍କୁ ଆମେ ଏତେ ପୂଜା କରୁଛେ, ଭଗବାନଙ୍କର ଏତେ ଆରାଧନା କରୁଛେ, ହେଲେ ଭଗବାନ ଆମ କଥାକୁ ଶୁଣୁନାହାନ୍ତି। ହେଲେ ମୂର୍ଖ ମଣିଷମାନେ କେବେ ବୁଝିବେ କି ତାଙ୍କ ମନରେ ଭକ୍ତି ନାହିଁ ବୋଲି, ସେମାନଙ୍କ ମନରେ ବହୁତ ଗର୍ବ ଅଛି ବୋଲି? ଗୋଟେ କଥା ସବୁବେଳ ପାଇଁ ମନେ ରଖିଥାନ୍ତୁ, ଯଦି ମନରେ ଗର୍ବ ରଖି ଭଗବାନଙ୍କ ପାଖକୁ ଯାଉଛନ୍ତି ନା, ତାହେଲେ କେବେ ବି ହେଲେ ତୁମର କୌଣସି କର୍ମ ସଫଳ ହେବ ନାହିଁ। କାରଣ ଭଗବାନ କହିଛନ୍ତି, ଭଗବାନ ତୁମର ଗାଳି ସହିବେ, ଭଗବାନ ତୁମର ସବୁ କିଛି ସହିବେ, ଭଗବାନ କେବେ ବି ହେଲେ ତୁମର ଗର୍ବ ସହିବେ ନାହିଁ। ତ ସେଥିପାଇଁ ଯେବେ ବି ଭଗବାନଙ୍କ ପାଖକୁ ଯାଉଛନ୍ତି, କିଛି ମନରେ ରଖି, ମନରେ କିଛି ଆଶା ଭରସା ରଖିଛନ୍ତି କି ଭଗବାନ ମୋ ଡାକ ଶୁଣିବେ, ଭଗବାନ ମୋ ମନସ୍କାମନା ପୂର୍ଣ୍ଣ କରିବେ, ତାହେଲେ ସର୍ବପ୍ରଥମେ ନିଜ ମନଟିକୁ ହାଲକା କରନ୍ତୁ, ନିଜ ମନଟିକୁ ସଫା କରନ୍ତୁ। ନିଜ ମନକୁ ଆଗେ କୁହନ୍ତୁ କି ମୁଁ ଭଗବାନଙ୍କର ପ୍ରିୟ, ଆଉ ଭଗବାନ ମୋ ଡାକ ନିଶ୍ଚିତ ଭାବରେ ଶୁଣିବେ। ଦେଖିବେ ଆପଣମାନେ ଯାହା ବି ଚାହୁଁଛନ୍ତି ଆପଣଙ୍କର ନିଶ୍ଚିତ ଭାବରେ ପୂରଣ ହେବ। ଆଉ ଯେପର୍ଯ୍ୟନ୍ତ ଆପଣମାନଙ୍କର ମନ ସଫା ନାହିଁ, ଆପଣମାନଙ୍କର ହୃଦୟ ସଫା ନାହିଁ, ସେ ପର୍ଯ୍ୟନ୍ତ ଆପଣମାନେ କେବେ ବି ହେଲେ ଭଗବାନଙ୍କର ପ୍ରିୟ ହୋଇପାରିବେ ନାହିଁ। ଆପଣମାନେ ଯେତେ ବି ଭଗବାନଙ୍କୁ ଡାକନ୍ତୁ, ଯେତେ ବି ଆରାଧନା କରନ୍ତୁ, କେବେ ବି ହେଲେ ଭଗବାନ ଆପଣମାନଙ୍କର ଡାକ ଶୁଣିପାରିବେ ନାହିଁ। ସେଥିପାଇଁ ସବୁବେଳେ ଭଲ କାର୍ଯ୍ୟ କରିଚାଲନ୍ତୁ, ଲୋକମାନଙ୍କୁ ସାହାଯ୍ୟ ସହଯୋଗ କରନ୍ତୁ, ଆଉ ମନରେ କେବେ ବି ହେଲେ ଗର୍ବ କରନ୍ତୁ ନାହିଁ। ଧନ୍ୟବାଦ ସାଙ୍ଗମାନେ। ଯଦି ଭିଡ଼ିଓଟି ଆପଣମାନଙ୍କୁ ଭଲ ଲାଗିଥିବ, ଯଦି ଏ ଭିଡ଼ିଓରୁ ଆପଣମାନଙ୍କୁ କିଛି ଶିଖିବା ପାଇଁ ମିଳିଥିବ, ତାହେଲେ ଲାଇକ୍ଟି ନିଶ୍ଚିତ ଭାବରେ କରିବେ। କମେଣ୍ଟ ବକ୍ସରେ ଆପଣମାନଙ୍କର ମତାମତ ରଖିବେ। ଯଦି ଆପଣମାନେ ମୋ ୟୁଟ୍ୟୁବ୍ ଚ୍ୟାନେଲରେ ପ୍ରଥମ ଥର ପାଇଁ ମୋ ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରିଦେବେ। ଧନ୍ୟବାଦ ସାଙ୍ଗମାନେ। ଜୟ ଜଗନ୍ନାଥ, ଜୟ ମା ଶାରଳା, ଜୟ ଶ୍ରୀକୃଷ୍ଣ।